आपण मान ଖ୍ରୀଷ୍ଟିଆନ ହେଇକି ଆପଣ ମାନେ ଯଦି ପୁରାତନ ଏମିତି ଲେଖା ଅଛି ଆମେ କରିବା କରିବା ବୋଲି କହିଲେ ଯଦି ଆପଣଙ୍କୁ ଏକ୍ସଟ୍ରା ଆଶୀର୍ବାଦ କିଛି ମିଳିବ ନାହିଁ। ନ କରିବା ଦ୍ୱାରା ଦଣ୍ଡ କିଛି ମିଳିବ ନାହିଁ। କିନ୍ତୁ ଯଦି ବାଧ୍ୟ କରିବେ ସୁନ୍ନତ ବଳି ନାହିଁ ବେଦ୍ୟ କି ବନ୍ଦ କି ନାହିଁ ଆଜି କି ଯଦି ପୁରାତନ ନିୟମ ପାଳନ କରିବାକୁ ଇଚ୍ଛା କରୁଛନ୍ତି ବ୍ୟବସ୍ଥା ତ ପ୍ରଥମେ ସୁନ୍ନତ ହେବା କଥା। ଦ୍ୱିତୀୟରେ ସେ ପାପାର୍ଥକ ଭଳି ଦୋଷାର୍ଥକ ଭଳି ଏସବୁ ପାଳନ କରିବା କଥା। ଆଉ ଯାହା ନିୟମ ଯାହା ସବୁ ଦିଆ ହେଇଛି ସବୁ ପାଳନ କରିବା କଥା। ଆଉ ପାଉଲ କଣ କହିଲେ ଯଦି ତୁମେ ମାନେ ଏବେ ଯାଏ ସୁନ୍ନତ ନିୟମ ପାଳନ କରୁଛ ଖ୍ରୀଷ୍ଟଙ୍କ ଠାରୁ କିଛି ତୁମର ଲାଭ କିଛି ନାହିଁ ବୋଲି କହିଲେ। ଆଉ ଅନୁଗ୍ରହରୁ ଦୂରୀକୃତ ହେଇ ଅଭିଶପ୍ତ ସେଟା ବି ଟିକେ ପଢିଦିଅ ଆଗେ ଗାଲାତି କେତେ 5 ଏଥିପାଇଁ ଭଲରେ ପଢନ୍ତୁ ପାଉଲଙ୍କର ପତ୍ରିକାର ଲକ୍ଷ୍ୟ କଣ 4 5 4 ତୁମ୍ଭେମାନେ ଯେତେ ଲୋକ ବ୍ୟବସ୍ଥା ଦ୍ୱାରା ଧାର୍ମିକ ଗଣିତ ହେବାକୁ ଚାହୁଁଅଛ, ତୁମ୍ଭେମାନେ ଖ୍ରୀଷ୍ଟଙ୍କ ଠାରୁ ବିଚ୍ଛିନ୍ନ ହୋଇଅଛ। ବାସ୍ ତୁମ୍ଭେମାନେ ଅନୁଗ୍ରହରୁ ପତିତ ହୋଇଅଛ। ଏବେ ବି ବ୍ୟବସ୍ଥା ଧରୁଛ କି ଯିହୁଦୀ ହୁଅନ୍ତୁ କି ବିଜାତି ହୁଅନ୍ତୁ ଖ୍ରୀଷ୍ଟଙ୍କ ଠାରୁ ତାଙ୍କରି ଅନୁଗ୍ରହ ଠାରୁ ଦୂର ହୋଇ ପତିତ ହୋଇ ଭ୍ରଷ୍ଟ ହେଇଛ ବୋଲି ଅର୍ଥ। So there is no ସୁନ୍ନତ no ବଳି ନୈବେଦ୍ୟ no ପ୍ରଥା ପରମ୍ପରା no ଜେରୁସଲେମ ମନ୍ଦିର no ଜୋର୍ଦାନ ନଦୀ no ସମାଗମ ତମ୍ବୁ ଓକେ no ବିଶ୍ରାମ ବାର ହ୍ୟାଲୋ no ବିଶ୍ରାମ ବାର। ଆଉ ଗୋଟେ କଥା କହିବି ରାଗିବେ ବୋଧେ no ଦଶ ମାଂସ ଅଲସୋ ନୂତନ ନିୟମରେ ଦଶ ମାଂସ ନାହିଁ ତୁମେ ଯେତିକି ଦେଇପାରିଲେ ଦେଇଦିଅ ମାନେ ଅଧିକ ଏକା ସ୍ୱେଚ୍ଛାଦାନ ଅଗ୍ରିମାଂସ ମାନେ ପ୍ରଥମ ଫଳ ଦଶ ମାଂସ କେତେ 5 ପ୍ରକାର ଅଛି 5 ପ୍ରକାରର ଦାନ ଅଛି ପୁରାତନ ନିୟମରେ ଯାଜକ ମାନଙ୍କ ପାଇଁ ଅର୍ଥାତ ଲେବୀୟ ମାନଙ୍କ ପାଇଁ ବିଧବା ମାନଙ୍କ ପାଇଁ ଅନାଥ ମାନଙ୍କ ପାଇଁ ଆଉ ବିଦେଶୀ ପ୍ରବାସୀ ଏ 4 ଜଣଙ୍କର ଭାଗ ଆମର ଦାନ ଆମର ଦଶ ମାଂସ ସବୁ ସେ ସବୁ ଦେଖାଇବାର ଲକ୍ଷ୍ୟ ନାହିଁ କହୁଛି ଆପଣ ମାନଙ୍କୁ ତ ଏତେ ଜଣଙ୍କୁ ଆମେ ଦେବାର ଅଛି ବୋଲି କହିଲେ ଦେର ଇଜ ନ ଦଶ ମାସ ଖୁସିରେ ଦିଅ ଅଧିକ ହିଁ ଅଟେ 20% ହେଇପାରେ 30% ବୋଲି କୁହନ୍ତି ଆକ୍ଚୁଆଲି ନୂତନ ନିୟମର ରୁଲ କିଛି ନାହିଁ ଦେଇପାରିଲେ 30 ଦେଇକି ଦେଖ ସେ ବିଧବା ଲୋକ କଣ କଲା 2 ଟଙ୍କା ଦେଲା ତାର ଜୀବନ ସବୁ ସେ 2 ଟଙ୍କା ଭିତରେ ଥିଲା ପୁଣି ଆଜ୍ଞା ପୁରା ଦେଇଦେଲା କୋଠିକାର ନିୟମ ଏଟା କିଛି ନାହିଁ ଦେର ୱାଜ नो ନିୟମ ତୁମର ସବୁ ତୁମର ଯେତିକି ପଇସା ସବୁ ଆଣିକି ଦେଇଦେ ଚର୍ଚ୍ଚକୁ ବୋଲି ପ୍ରଭୁ କହିଲେ କି ସବୁ ଲୋକ ଦେଉଥିଲେ କିଛି ନା କିଛି ମନ୍ଦିରରେ କିନ୍ତୁ ବିଧବା ସ୍ତ୍ରୀ କଣ କଲେ କେତେ ଦିନରୁ ରଖିଥିଲା କି ଶାଢୀରେ ଏରେ ବାନ୍ଧିକି ରଖିଥିଲା କି ଖୋଲିକି ଖୋଲିକି ସେ ଗଣ୍ଠି ଖୋଲି ଖୋଲି ତାପରେ ଦେଇଦେଲା ପ୍ରଭୁ କେଡେ ଖୁସି ବାପରେ ଏ 2 ଟଙ୍କା ଆଜି ଦେଇଦେଲା ପରେ ତାର କିଛି ନାହିଁ ନିୟମ କି ନାଇଁ ପେଣ୍ଟିକୋସ୍ ଦିବସରେ ସେମାନେ ଆପଣ ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରୟ କରି ପ୍ରେରିତ ମାନଙ୍କର ପାଦ ପାଖ ରଖିଲେ ପ୍ରେରିତ ମାନେ ଶିକ୍ଷା ଦେଇଥିଲେ କି ଆଜି ଯେହେତୁ ପ୍ରଭୁଙ୍କ ପାଇଛ ଆଉ ତମ ପାଇଁ ପ୍ରଭୁ ଯଥେଷ୍ଟ ଅଟନ୍ତି ଆଉ ତମ ପଇସାର କଣ କରିବ ସବୁ ଆଣିକି ଦେଇଦେ କହିଲେ କି ନା 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 ସେମାନେ ପବିତ୍ର ଆତ୍ମା ପାଇଲା ପରେ ପରିତ୍ରାଣ ପାଇଲା ପରେ ପରିତ୍ରାଣର ମୂଲ୍ୟ ସେମାନଙ୍କ ଦୃଷ୍ଟିରେ ଏତେ ବଡ ହେଇଗଲା କି ପ୍ରଭୁ ଯଦି ଆପଣ ପୁଅ ପୁତ୍ରକୁ ଦେଇ ଦେଉଛନ୍ତି ଆମର ପାଇଁ ତ ବାକିଟା କାହିଁକି ଦେବେନି ଆଜ୍ଞା କଣ କରିବୁ ରଖିଥାଉ ଆଜ୍ଞା ଆପଣ ଆପଣ ବାଣ୍ଟନ୍ତୁ ସେମାନେ ବାଣ୍ଟିଲେ ପୁଣି ଯାହାକୁ ଯାହା ଦରକାର ପଡିଲେ ଗୋଟେ ଫ୍ୟାମିଲି ହେଇଗଲେ ମଣ୍ଡଳୀ ସାରା ଫ୍ୟାମିଲି ହେଇଗଲେ ମାନେ ସମସ୍ତେ ଆପଣ ଧନ ସମ୍ପତ୍ତି ଆଣିକି ବ୍ୟାଙ୍କରେ ରଖିଲେ ସମସ୍ତଙ୍କୁ ଏଟିଏମ କାର୍ଡ ଦିଆଗଲା ବୋଲା ପରେ ନମ୍ବର ପିନ୍ ଦିଆଗଲା ଯାହାକୁ ଯାହା ଦରକାର ୟୁଜ କର ସେ ଧନୀ ଲୋକ ଧରନ୍ତୁ ଗୋଟେ 10 ଲକ୍ଷ ପକେଇଦେଲା ଆଉ ଗରିବ ଲୋକ ଧରନ୍ତୁ ଗୋଟେ 10,000 ପକେଇଦେଲା ଆଠୁ ଗରିବ ଲୋକ ଗୋଟେ 1,000 ଟଙ୍କା ପକେଇଦେଲା କେତେ ହେଲା ଗରିବ ଲୋକ ତମର କେତେ ଆମର କିଛି ଭାବ ନାହିଁ
ସବୁ ପ୍ରଭୁ ଦେଉଛନ୍ତି ଆମକୁ। ତୁମେ पर 1,000 ଟଙ୍କା ପକାଇଲ, ବାକିଟା ଖାଇବ କି? ମୋରଟା ବୋଲିବାଟା କିଛି ନାହିଁ। କାହିଁକି ଆନନୀୟ ସଫିରା ମାନେ ମରଲେ 2 ଜଣ? ନଦେଲେ ବି ସେମାନଙ୍କର କିଛି ଭୁଲ ହେଇନଥାନ୍ତା। ସେମାନେ ଏତିକିକୁ ବିକିକି ଆସିକି ମିଛ କହିଲେ କି ଅଧା ଏତିକି ପଇସା ଆସିଥିଲା ଆଜ୍ଞା, ବାକିଟା କାହିଁକି ରଖିଲ? ନଦେଲେ ବି ତମର କିଛି ଦୋଷ ହେଇନଥାନ୍ତା। ମିଛ କାହିଁକି କହିଲ? ଠକୁଛ କାହିଁକି? କିସକେ ଲିଏ ଇतना ଠକିବାଟା? ନଦେଲେ ବି ନାହିଁ ଆଜ୍ଞା, କାମ ଥିଲା ଆଜ୍ଞା, କଣ କରିବା ଟିକେ, ଠିକ ଅଛି, ଇଟ୍ସ ଓକେ, ଜବରଦସ୍ତି କିଛି ନାହିଁ। ନାଇଁ, ଏଇଟା ଦେଇଦେଲା ପରେ ବି ପ୍ରଭୁ ସମ୍ଭାଳିବେ ନାଇଁ କି ଆମକୁ ବୋଲିବା ବିଶ୍ୱାସ ଥିଲା ଭଲ ହେଇଥାନ୍ତା। ନାଇଁ ଆଜ୍ଞା, କେ ଜାଣେ କଣ ହେବ, କେମିତି ଟିକେ ପଇସାର ଅଭାବ ଟିକେ ଆଜ୍ଞା ଦେଇପାରିଲୁ, ଓକେ, ଟ୍ରାଇ ନେକ୍ସଟ ଟାଇମ। ଆଗଲିବାର ବିଶ୍ୱାସର ପରିମାଣକୁ ଟିକେ ବଡ କର ପରେ। ପ୍ରଭୁ ଏଥର ଦେଇପାରିଲିନି, ନେକ୍ସଟ ଟାଇମ ଜରୁର ଦେବେ, ମତେ ବଳ ଦିଅ, ମତେ ସାହସ ଦିଅ। ଟିକେ ସାକ୍ରିଫାଇସ କରିବାକୁ ଶିଖ, ହୋଲି ସ୍ପିରିଟ ସେଥିପାଇଁ ଦେଇଛନ୍ତି। ଡରାଇ ଡରାଇ ବାଧ୍ୟ ଦାନ 10 ମାସ ଚିପୁଡି ଚିପୁଡି ଖାଉଛନ୍ତି ଦେଖ। କହିବେ କୁକୁର ମାନଙ୍କୁ ବେଶୀ। ନେକ୍ସଟ ପଏଣ୍ଟ ଅଛି ନାଇଁ କି ଆମର, ବହୁତ ଡେଞ୍ଜର ପଏଣ୍ଟ ଯାକ କହିବେ ଆପଣଙ୍କୁ କାଲି। ଆପଣ ମାନେ ନଦେଲେ ସେବକ ମାନେ ଆମେ କେମିତି ବଞ୍ଚିବୁ? ଫାର୍ଷ୍ଟ ଥିଙ୍ଗ, ଏଥିପାଇଁ ଦେଇ ଦେଇ ଜାଣିବାର ମନ ନାହିଁ ଗୋଟେ ପ୍ରକାର ଖ୍ରୀଷ୍ଟିଆନ ମାନଙ୍କୁ। ଏଥିପାଇଁ ବହୁତ ଜଣ ପାଳକ ପ୍ରଚାରକ ମାନେ କଣ କରନ୍ତି, ବାଧ୍ୟରେ କିଛିଟା ଜବ କରିକି ଅ ମଣ୍ଡଳୀ ଚଳାଇବାକୁ ବାଧ୍ୟ। ନହେଲେ ପାଷ୍ଟରାଣୀ ମା ମାନେ ଜବ କରିଲେ, ଭାଇ ମାନେ ଇଏ ସେବା କରୁଛନ୍ତି। ବିଶ୍ୱାସୀ ମାନେ ଖୋଲା ମନରେ ଦେଇ ଜାଣିଲେ ସେମାନଙ୍କୁ ସେଇ ଟେନସନ କଣ ପାଇଁ ଥିବ ଆଜ୍ଞା କହୁନାହାନ୍ତି? ଆମେ ଯୋଉ ଚର୍ଚ୍ଚକୁ ଯାଉଛୁ, ଆମ ପାଷ୍ଟର କୁ ସମ୍ପୂର୍ଣ୍ଣ ଭାବେ ଯତ୍ନ ନେବାର ଦାୟିତ୍व ଆମର ବୋଲି ଭାବିବାର ମାଇଣ୍ଡ ବିଶ୍ୱାସୀ ମାନଙ୍କୁ ନଥିବାରୁ ପାଷ୍ଟର ମାନେ ଛଟପଟ ହେଇକି ଗୋଟେ 100 ଟଙ୍କା ପାଇଁ, ଗୋଟେ 1,000 ଟଙ୍କା ପାଇଁ ଏ ସଂସ୍ଥା ସେ ସଂସ୍ଥା ଏଇଠି ସେଇଠି ବୁଲାବୁଲି କରିବାକୁ ବାଧ୍ୟ ହେଇ ଠକିବାକୁ ଶିଖିଲେଣି। କାହାର ଲାଗି? ବିଶ୍ୱାସୀ ମାନଙ୍କ ପାଇଁ ନୁହେଁ କି? ଆମେ ତ ସବୁବେଳେ କହିଥାଉ ପଇସା ଖାଉଛନ୍ତି, ପଇସା କାହିଁକି ଏମିତି? ଦେଇ ଦେଇପାରିବାର ମନ ନଥିବାରୁ ଆମର ଇଣ୍ଡିଆନ୍ସକୁ ସ୍ପେଶାଲି। କିନ୍ତୁ ପ୍ରଭୁଙ୍କର ମହାନ ଅନୁଗ୍ରହ, ଏବେ ଗୋଟେ 20 ବର୍ଷ ହେଲା ଇଣ୍ଡିଆରେ ବି ଭଲରେ ହାତ ବଢାଇକି ଦେଇ ଜାଣିଲେ। ନହେଲେ ଗୋଟେ ସମୟ କଣ ଥିଲା, ଫରେନର ମାନେ ହିଁ ଆସିଲେ ପଇସା, ଫରେନର ମାନେ ଆସିକି ଫଣ୍ଡ ଦେଲେ ପଇସା, ଫରେନର ମାନଙ୍କର ଦରମାରେ ବଞ୍ଚୁଥିଲେ କି ନାଇଁ ପାଷ୍ଟର ମାନେ? କିନ୍ତୁ ଆଜି ସେମିତି ନାହିଁ। ମଣ୍ଡଳୀ ମିଶିକି କିଛିଟା ଦେଇପାରୁଛନ୍ତି, ଭଲରେ ଦିଅନ୍ତୁ। ପାଷ୍ଟରକୁ ଦେଲା ବେଳକୁ ହିସାବ କରନ୍ତୁନି, ଗଣନ୍ତୁନି ଆପଣ ମାନେ, ଦ୍ୟାଟ୍ସ ରଙ୍ଗ। ବିଶ୍ୱାସୀ ମାନଙ୍କର ଜବ ଥାଏ, ପାଷ୍ଟର ମାନଙ୍କର କଣ ଅଛି? ଦୁନିଆ ଛାଡିକି ଆସିକି ସେବା କରୁନାହାନ୍ତି କି ଆପଣଙ୍କର ପାଇଁ? ଆମେ ଏତିକି ହିଁ ଦେବୁ ତାଙ୍କୁ। ଆପଣ କଣ କିଏ ଦରମା ଦେବାକୁ ମିଶିକି? ଦ୍ୟାଟ୍ସ ରଙ୍ଗ। ପାଷ୍ଟର ମାନଙ୍କ ଉପରେ ରୁବାବ କରନ୍ତୁନି ମଣ୍ଡଳୀରେ, ତାହାର ଅଲଗା ବିଚାର ଅଛି। ସେଇଟା ହେଲା କଥା। ପ୍ରେଜ ଦ ଲର୍ଡ। ନୂତନ ନିୟମରେ 10 ମାସ ବୋଲିବା ରୁଲ ନାହିଁ। ଦଉଛନ୍ତି, ରାଇଟ, ଭେରି ଗୁଡ। ଅଧିକ ଦେବା ପାଇଁ ଟ୍ରାଏ କରନ୍ତୁ। ପ୍ରଭୁ ଯୋଗାଇବେ, ପ୍ରଭୁ ଦେବେ। ପ୍ରଭୁ ଦେବେ, କେତେ ଦେବେ? 10 ଟଙ୍କା ଦେଲି, ମତେ ସକାଳକୁ 100 ଟଙ୍କା ଦେବାର ଅଛି, ପ୍ରଭୁ ଦେଖ ଆଉ ବୋଲି ହିସାବ କରେନି ତାଙ୍କୁ। ଆପଣଙ୍କଟା ଖାଇ ବସିନାହାନ୍ତି ସେ। ଦେଇପାରିଲା ଭଳି ଶକ୍ତି ମାଗନ୍ତୁ ପ୍ରଭୁଙ୍କୁ। ଦେବାରେ ମତେ ବହୁତ ଖୁସି ଲାଗେ। ଦେଖ 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 ଦେଖ, 2 Corinthians 8 ଅଧ୍ୟାୟ। ଦ୍ୱିତୀୟ ଖଣ୍ଡ 8 ଅଧ୍ୟାୟ 1 ପଦ ଟିକେ ପଢ। ମୁଁ କହିବା କଥା ନାହିଁ ଦାନ ବିଷୟରେ, କିନ୍ତୁ ଆପଣ ମାନେ ବୁଝନ୍ତୁ ବୋଲି କହୁଛି, ଓକେ? ମତେ ଭୁଲ ବୁଝନ୍ତୁ ନାହିଁ। ହେ ଦ୍ୱିତୀୟ ଭାଇମାନେ କରନ୍ତି ଦ୍ୱିତୀୟ କରନ୍ତି 8 ଅଧ୍ୟାୟ 1 ମା। ହଁ ମା। ହେ ଭାଇମାନେ, ମାକିଦୋନିଆର ମଣ୍ଡଳୀ ସମୂହ ମଧ୍ୟରେ ଈଶ୍ୱରଙ୍କ ଦତ୍ତ ଯେଉଁ ଅନୁଗ୍ରହ ପ୍ରକାଶିତ ହୋଇଅଛି, ତାହା ଆମ୍ଭେମାନେ ତୁମ୍ଭମାନଙ୍କୁ ଜଣାଉଅଛୁ। ଗୋଟେ ଗୋଟେ ସେମାନେ ମିନିଟ, ଗୋଟେ ମିନିଟ। ମାକିଦୋନିଆରେ ଗୋଟେ ମଣ୍ଡଳୀ ଅଛି, ମାକିଦୋନିଆ ନାମକ ସହରରେ, ମ୍ୟାସିଡୋନିଆ, ଗ୍ରୀସରେ। ସେ ମଣ୍ଡଳୀର ବିଶ୍ୱାସୀ ମାନଙ୍କ ପାଖରେ ଗୋଟେ ବିଶେଷ ଅନୁଗ୍ରହ ଦାନ ଅଛି। ପୁଣି ଏଠି ଅନୁଗ୍ରହ ଲେଖାଛି, ଯାହା ଗୋଟେ ଅନୁଗ୍ରହ ଦାନ କରି ଆମେ ନେବା, ଗୋଟେ ଅନୁଗ୍ରହ ଅଛି। ପୁଣି କଣ ସେ ଅନୁଗ୍ରହ? ପଢିଦିଅ ବେଟା, 2 ପଦ। ସେମାନେ ମହାକ୍ଲେଶ ରୂପ ପରୀକ୍ଷାରେ ପଡ଼ିଲେ ହେ
ସେମାନଙ୍କର ମହାନନ୍ଦ ଭୀଷଣ ଦରିଦ୍ରତା ମଧ୍ୟରେ ସୁଦ୍ଧା ପ୍ରଚୁର ଭାବେ ଅସୀମ ବଦାନ୍ୟତା ଉତ୍ପନ୍ନ କରିଅଛି। ଗୋଟେ ମିନିଟ୍ ପ୍ରେଜ ଦ ଲର୍ଡ। ମହା ଦରିଦ୍ରତାରେ କାଇଁ ପରୀକ୍ଷାରେ ପଡ଼ିଲେ ହିଁ, ମହାକ୍ଲେଶ ରୂପ ପରୀକ୍ଷାରେ ପଡ଼ିଲେ ହିଁ ସେମାନଙ୍କର ମହାନନ୍ଦ ଭୀଷଣ ଦରିଦ୍ରତା ମଧ୍ୟରେ ସୁଦ୍ଧା ପ୍ରଚୁର ଭାବରେ ଅସୀମ ବଦାନ୍ୟତା ଉତ୍ପନ୍ନ କରିଛନ୍ତି। ମାନେ ଆପଣର ମହା ଅଭାବରେ ସେମାନଙ୍କର ତଳେ ପଡିଲେ ଜଣା ପଡିଯିବ। ହଁ ପଢୁ 3 ପଦ। କାରଣ ମୁଁ ସାକ୍ଷ୍ୟ ଦେଉଅଛି ଯେ ସେମାନଙ୍କ ଶକ୍ତି ଅନୁସାରେ ବରଂ ସେମାନଙ୍କ ଶକ୍ତିର ଅତିରିକ୍ତ ଭାବରେ ସେମାନେ ଦାନ କଲେ। ଗୋଟେ ମିନିଟ୍ ସାଧୁମାନ ଗୋଟେ ମିନିଟ୍ ଦେଖ, ଶକ୍ତି ଅନୁସାରେ ମାନେ ଯାହା ପାରିଲେ ବୋଲିବାଟା। ଶକ୍ତିର ଅତିରିକ୍ତ ମାନେ କଣ? ଯାହା ପାରିବେ ନାହିଁ ସେମାନେ ବୋଲି ଭାବୁଛୁ ସେଟା ବି ଦେଇଦେଲେ ପୁଣି। କୋଉଠିକାର ନିୟମ ଆପଣ କୁହନ୍ତୁ? ପାଉଲ ପ୍ରଚାର କରିଥିବେ କି ଏତିକି ଦେଲେ ହବ କି? ଦୁନିଆ ଆପଣଙ୍କୁ ବିକିକି ଆଣନ୍ତୁ ପୁରା, ପ୍ରଭୁ ନହେଲେ ପ୍ରଭୁ କୋଉଠାରୁ ଆଶୀର୍ବାଦ କରିବେ ଆପଣଙ୍କୁ? ଆଣିକି ଦେଇଦେବାର ଏଠି ବାଧ୍ୟ କଲେ କି? ବିଚାର ଗରିବ, ପୁଣି ମହାଦରିଦ୍ରତା। ମାକିଦୋନିଆର ବିଶ୍ୱାସ ମାନେ ଭେରି ପୁଅର ପିପଲ ଥିଲେ, ସେମାନଙ୍କୁ କିଛି ନିଡ୍ ଦରକାର ଥିଲା। କିନ୍ତୁ ଏମାନେ ପ୍ରେରିତ ପାଉଲଙ୍କ ପାଇଁ ସେବା କାର୍ଯ୍ୟ ପାଇଁ ସମସ୍ତେ ଭଲରେ ଦାନ ଦେଉଛନ୍ତି। ସେ ମଣ୍ଡଳୀ ଏତିକି ଦାନ ଦେଲା, ଏ ମଣ୍ଡଳୀ ଏତିକି ଦାନ ଦେଲା ବୋଲି ଏମାନେ ଶୁଣିକି ଆମେ ବି ଦେବା ଆଜ୍ଞା ବୋଲି ନିଜେ କଥାବାର୍ତ୍ତା ହେଇକି, କିଛି ରୁଲ ନଥିଲା, ନଦେଲେ ବି ପାପ ହେଇନଥାନ୍ତା। ସେମାନେ ଏତିକି ସବୁ ପଇସା ପକାଇକି ଦେଲେ ପୁଣି ଆଜ୍ଞା ଆମେ ଗରିବ ଲୋକ ବୋଲି ଆମକୁ ମନା କରନ୍ତୁନି। ଓକେ, ରିକ୍ୱେଷ୍ଟ କରିଥିଲେ ପୁଣି ପାଉଲଙ୍କୁ, ଆଜ୍ଞା ଆମକୁ ମନା କରୁନାହିଁ। ଆମେ ଏତିକି ଇଏ କି ଶକ୍ତିର ଅତିରିକ୍ତ, ଏଇଟା ରୁଲ କିଛି ନାହିଁ ତ। ନୂତନ ନିୟମରେ ଦାନର ରୁଲ ନାହିଁ ଆଜ୍ଞା, ଟିକେ ଫାଷ୍ଟ କଥା ମନେ ରଖନ୍ତୁ। ପୁରାତନ ନିୟମରେ ଅଙ୍କ ଶଙ୍କ ଦାନ ପ୍ରଭୁଙ୍କର ରୁଲ ଥିଲା, ନିୟମ ଥିଲା। ନୂତନ ନିୟମରେ ଦାନର ରୁଲ କା ନାହିଁ। ସେଥିପାଇଁ ଆମର ସଭାରେ ଆମର ଫାଷ୍ଟିଂ ବେସିଲେ କେବେ ଦାନ ସଂଗ୍ରହ କରିଲେ କି? ସ୍ୱେଚ୍ଛା ଦାନ ଡବା ରଖିଥାଏ, ଇଚ୍ଛା ଥିଲେ ଦେବେ ବସ। ସ୍ୱେଚ୍ଛା, ଗୋଟେ ସ୍ୱାଧୀନତା ଅଛି ଦେବାର ନ ଦେବାର, ଆପଣଙ୍କର ଇଚ୍ଛାରେ ରହିଲା। ସ୍ପେଶାଲ ଗୀତ ଗାଇକି ଦାନ ସଂଗ୍ରହ କରିନୁ, ଏମିତି ବୋଲି ଯେମାନେ ଗୀତ ଗାଇକି ଦାନ ସଂଗ୍ରହ କରନ୍ତି ପାପ କରୁଛନ୍ତି କି? ନାଇଁ ଯେ ଲୋକମାନଙ୍କୁ ନ ଶିଖାଇଲା କେମିତି କେବେ ଶିଖିବେ ବୋଲିବାଟା। ଇଚ୍ଛା ଥିଲେ ଦିଅନ୍ତୁ, ନହେଲେ ନାଇଁ ବୋଲଛୁ ବୋଲି ଶିଖାଇବୁ ନାଇଁ କି? ଆଉ କେବେ ଶିଖିବେ? ନୂଆରେ ପ୍ରଭୁଙ୍କୁ ପାଇବ ଲୋକ କଣ ଭାବିବେ? ଆଉ କୋଉଠୁ ଆସିବ ଦେବେ ଭାବିବେ। ନାଇଁ, ହଁ ତାପରେ 4 ପଦ। ସାଧୁମାନଙ୍କ ସେବାର ସହଭାଗିତା ରୂପ ଅନୁଗ୍ରହ ପ୍ରାପ୍ତ ହେବା ନିମନ୍ତେ ସେମାନେ ସ୍ୱେଚ୍ଛାରେ ବହୁତ ବିନତି ସହ ଆମ୍ଭମାନଙ୍କୁ ନିବେଦନ କଲେ। ହଁ, ବହୁତ ବିନତି ସହିତ ନିବେଦନ କଲେ ସାଧୁ ମାନଙ୍କର ସେବା ସହଭାଗିତା ରୂପ ଅନୁଗ୍ରହ ପ୍ରାପ୍ତ ହେବା ନିମନ୍ତେ। ତ ଏଠି ମୋର ପଏଣ୍ଟ କଣ ଥିଲା? ଉଁ 7 ପଦ, ନା 6 ପଦରୁ ପଢ। ଏଣୁ ତିତସ ତୁମ୍ଭମାନଙ୍କ ମଧ୍ୟରେ ଏହି ଅନୁଗ୍ରହ କାର୍ଯ୍ୟ ଯେଉଁ ପ୍ରକାରେ ଆରମ୍ଭ କରିଥିଲେ, ସେହି ପ୍ରକାରେ ତାହା ଯେପରି ସମାପ୍ତ ମଧ୍ୟ କରନ୍ତି, ଏଥି ନିମନ୍ତେ ତାହାଙ୍କୁ ଉତ୍ସାହ ଦେଲୁ। ହୁଁ ଆଉ ବିଶ୍ୱାସ, ବକ୍ତାପଣ, ଜ୍ଞାନ ଓ ସର୍ବ ପ୍ରକାର ଉଦ୍ଯୋଗ, ପୁଣି ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ, ଏହିପରି ସମସ୍ତ ବିଷୟ ଯେପରି ତୁମ୍ଭମାନଙ୍କ ଠାରେ ପ୍ରଚୁର ଭାବେ ଦେଖାଯାଉଅଛି, ସେହିପରି ଏହି ଅନୁଗ୍ରହ କାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କ ଠାରେ ପ୍ରଚୁର ଭାବେ ଦେଖାଯାଉ। ପ୍ରେଜ ଲର୍ଡ। ବାସ୍ ଏ 7 ପଦ ଦରକାର ଥିଲା। ଦେଖନ୍ତୁ କଣ କଣ? ବିଶ୍ୱାସ, ବକ୍ତାପଣ, ଜ୍ଞାନ, ସର୍ବ ପ୍ରକାର ଉଦ୍ଯୋଗ, ପୁଣି ତୁମ୍ଭମାନଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମର ପ୍ରଭାବ, ଏହିପରି ସମସ୍ତ ବିଷୟ ଯେପରି ତୁମ୍ଭମାନଙ୍କ ଠାରେ ପ୍ରଚୁର ଭାବରେ ଦେଖା ଯାଉଅଛି, ସେହିପରି
ଏହି ଅନୁଗ୍ରହ କାର୍ଯ୍ୟ ମଧ୍ୟ ତୁମ୍ଭମାନଙ୍କ ଠାରେ ପ୍ରଚୁର ଭାବରେ ଦେଖାଯାଉ। କୋଉ ଅନୁଗ୍ରହ? ସେବା କାର୍ଯ୍ୟ ପାଇଁ ଦେଇପାରିବାର ଅନୁଗ୍ରହ। କଣ କଣ ଅର୍ଥରେ କହୁଛି? ବିଶ୍ୱାସରେ ତୁମେ ମାନେ ବିଶ୍ୱାସ ପ୍ରଚୁର ଭାବରେ ଦେଖାଯାଉଛି, ଭେରି ଗୁଡ। ବକ୍ତାପଣ ପ୍ରଚୁର ଭାବରେ ଦେଖାଯାଉଛି, ଭେରି ଗୁଡ। ଜ୍ଞାନ ପ୍ରଚୁର ଭାବରେ ଦେଖାଯାଉଛି, ଭେରି ଗୁଡ। ସର୍ବ ପ୍ରକାରର ସବୁ ବିଷୟରେ ଉଦ୍ಯೋଗ ଅଛ, ଭେରି ଗୁଡ। ଆମ୍ଭମାନଙ୍କ ପ୍ରତି ପ୍ରେମ, ସ୍ନେହ, ଆଦର, ସମ୍ମାନ ଦେଖାଯାଉଛି, ଭେରି ଗୁଡ। ସେଇ ସବୁରେ ଯେମିତି ତୁମେ ପ୍ରଚୁର ଦେଖାଯାଉଛ, ଏହି ଅନୁଗ୍ରହ ଦାନ ଦେଇପାରିବାଟା ବି ଗୋଟେ ଅନୁଗ୍ରହ ପୁଣି ଆଜ୍ଞା। ଦାନ ଦେବାଟା ଅନୁଗ୍ରହ ହୋଇ ନପାରେ, କିନ୍ତୁ ଆପଣାର ଶକ୍ତିର ଅତିରିକ୍ତ ଦେଇପାରିବାଟା ମାତ୍ର ଅନୁଗ୍ରହ। ଆପଣାର ବଳରୁ ଅଧିକ ନିବେଦନ କରିକି। ଆଜ୍ଞା ସାର୍, ସାର୍ ମନା କରନ୍ତୁ ନାହିଁ, ସାର୍ ମନା କରନ୍ତୁ। ବହୁତ ବହୁତ ଥିବେ କେତେ ଜଣ ଦେଖୁଥିବି ମୁଁ, କେତେ ମନା କରିବି, ନାଇଁ 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 ମୁଁ ଦେଖୁଥିଲି, ନାଇଁ ତୁମକୁ ଅଭାବ ଅଛି, ତୁମର ବର୍ତ୍ତମାନ ନିଡ୍ ଅଛି, ଥାଉ ବୋଲ, ନାଇଁ 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 ନାଇଁ। କେତେ କଷ୍ଟ ଲାଗେ, କେତେ ଡରେ ହାତରେ ଧରିବା ପାଇଁ। ବୃଥାରେ ଖର୍ଚ୍ଚ ନ ହେଉ ପ୍ରଭୁ, ଏମାନଙ୍କର କଷ୍ଟ ଏଟା ବୋଲିକି। ୱାଓ। ଆମେ ବି କାଢିକି ଦେଉ। ବହୁତ ଜଣ ସେବକ ମାନେ ଭାବନ୍ତି ଆମେ ଖାଉ ଦଶ ମାସ, ଆମେ ଦେବା ଦରକାର ନାହିଁ, ଆମକୁ ତ ଦେବା କଥା। ଆଉ ଆମେ ଆମର ଦଶ ମାସ ଆଉ ସେବା ପାଇଁ ଖର୍ଚ୍ଚ କରିଲେ ଦେଇଦେଲା ପରେ, ନା ନା ନା, ଆମେ ବି ଦେବା ଦରକାର। ସେବକ ମାନେ ବି ଦେବା ଦରକାର ଆଜ୍ଞା। ଏଇଟା ବହୁତ ଜଣ ମାନନ୍ତିନି, ଜାଣନ୍ତିନି। ନମ୍ବର ୱାନ, ଜାଣିଲେ ବି ମାନନ୍ତିନି। ଆମେ ତ ସେବକ, ଆମେ କାହିଁକି ଦେବୁ ବୋଲିବା ଲୋକ ଅଛନ୍ତି। ନା, ଏଥିପାଇଁ ପାଷ୍ଟର ମାନେ ସେଇଠି ହିଁ ଅଟକି ରହିଯାଇଛନ୍ତି ଆଜ୍ଞା, ଡେଭଲପ ହେଉନାହାନ୍ତି। ସେଥିପାଇଁ କୋଉ କ୍ଷେତ୍ରରେ ବି ମାନେ ଇନକ୍ରିଜ ହେଉନାହାନ୍ତି, ବଢୁନାହାନ୍ତି। दर दर के ठोकरे खाते ପିଲାମାନଙ୍କୁ ସେଟଲ କରିବା ପାଇଁ, ସେମାନଙ୍କୁ ଜବ୍ସ ପାଇଁ, ଇଏ ପାଇଁ, ସେ ପାଇଁ ମୁଣ୍ଡ ବଥା ହୁଏ। ଘର ଦ୍ୱାର ହୁଏ, ମିଳେ, କରନ୍ତି, ଜବ୍ ବି ମିଳେ, ପିଲାମାନଙ୍କୁ ମ୍ୟାରେଜ। କିନ୍ତୁ ଯୋଉ ଷ୍ଟ୍ରଗଲ ଥାଉଛି ପଛରେ, ଏମାନଙ୍କର ମୁଣ୍ଡ ବଥା। ଏମିତି ହେବାର ନାହିଁ। ନେଇ ଜାଣୁଛୁ, ଦେଇ ବି ଜାଣିବାର ନା, ଅଧିକ ହିଁ ଦେଇ ଜାଣିବାର। Praise the Lord। କେତେ ଦେବ ଜାଣିଛନ୍ତି? ରୁଲ ନାହିଁ, ପୁରାତନ ନିୟମରେ ଲେଖା ହଉଛି, ଗୋଟେ ପଦ ଦେଖାଇବି। କିନ୍ତୁ ବ୍ୟସ୍ତ ହୁଅନ୍ତୁ ନା, ରୁଲ ସେମିତି କିଛି ନାହିଁ ଆଜି। ଆପଣଙ୍କର ଇଚ୍ଛା, କିନ୍ତୁ ପୁରାତନ ନିୟମର ରୁଲ ଗୋଟେ ଦେଖାଇବି। ପରମ ଗୀତ, ପରମ ଗୀତ 8:11 ପଢୁନ। କୁକର୍ମ ବିରୁଦ୍ଧରେ ଦଣ୍ଡାଜ୍ଞା ନା ନା ନା, ତ୍ୱରିତ ସିଦ୍ଧ ପରମ ନ। ପରମ ଗୀତ ତୁମେ ଉପଦେଶକ ପଢୁଛ, ପରମ ଗୀତ 8:11। ବାଲ ହାମନର ସୋଲୋମନଙ୍କର ଏକ ଦ୍ରାକ୍ଷା କ୍ଷେତ୍ର ଥିଲା। ସେ ରକ୍ଷକମାନଙ୍କୁ ତାହା ଭଡ଼ା ଦେଇଥିଲେ। ପ୍ରତ୍ୟେକ ରକ୍ଷକକୁ ତହିଁର ଫଳ ପାଇଁ ଏକ ଏକ ସହସ୍ର ରୂପା ମୁଦ୍ରା ଦେବାକୁ ପଡ଼ିଲା। ମୋହର ଦ୍ରାକ୍ଷା କ୍ଷେତ୍ର ମୋ ସମ୍ମୁଖରେ ଅଛି। ହେ ସୋଲୋମନ, ସେହି ସହସ୍ର ମୁଦ୍ରା ତୁମ୍ଭେ ପାଇବ ଓ ତହିଁର ଫଳ ରକ୍ଷକମାନେ 200 ମୁଦ୍ରା ପାଇବେ। ବାସ୍, ରକ୍ଷକ କେତେ ପାଇଲା? 1000 ଟଙ୍କା ହାତକୁ ଆସିଲା, 800 ଟଙ୍କା ଦେଇଦେଲା। ରକ୍ଷକ ମାନେ 200 ଟଙ୍କା, 80% ଦେଇଦେବା କଥା। ଏଇଟା ରୁଲ କହିଲେ କେମିତି ଲାଗିବ ଏବେ କୁହନ୍ତୁ ତ? ମରିଯାଇ ହବ। ସେଥିପାଇଁ ନୂତନ ନିୟମରେ ରୁଲ କିଛି ନାହିଁ। ବି ଜେନେରସ୍। ତମଠୁ ବଡ କଥା କଣ ଅଛି ପ୍ରଭୁ? ନେଇଯାଅ ପ୍ରଭୁ। ତମକୁ ଦେବାରେ କିଏ ବି କେବେ ବି ଲସ୍ ହେଇନାହିଁ ପ୍ରଭୁ। ତମକୁ ଦେଇକି କିଏ ଲସ୍ ହେଇନାହିଁ ପ୍ରଭୁ। ଭଲ ମନରେ ଦିଅନ୍ତୁ, ଭଲ ଜାଗାରେ ଦିଅନ୍ତୁ, ନିଡି ପ୍ଲେସ ରେ ଦିଅନ୍ତୁ, ଯୋଉଠି ଠିକ ଲାଗୁଛି ସେଠି ଦିଅନ୍ତୁ। ଆଁ, ଧନୀ ମାନଙ୍କୁ ଦିଅନ୍ତୁ ନାହିଁ। Praise the Lord। ଗୋଟେ ପଦ ଦେଖେଇବି, ଦେଖ। ହିତୋପଦେଶ
ପ୍ରେଜ୍ ଦ ଲର୍ଡ। 22:16 ଟିକେ ପଢ, କେମିତି ଅଛି ଓଡିଆରେ ଦେଖିବା। ହିତୋପଦେଶ 22:16। ଯେଉଁ ଲୋକ ଆପଣା ଧନ ବଢାଇବା ପାଇଁ ଦରିଦ୍ର ପ୍ରତି ଉପଦ୍ରବ କରେ, ପୁଣି ଯେ ଧନୀକି ଦାନ କରେ, ତାହାକୁ କେବଳ ଅଭାବ ଘଟିବ। ବାସ୍ ଏତିକି ମନେ ରଖନ୍ତୁ ଆଜ୍ଞା। ଧନୀକୁ ଯେ ଦାନ କରେ ତାର ଅଭାବ କେବେ ବି ଘୁଞ୍ଚିବ ନାହିଁ। ଲକ୍ସରୀ ଲାଇଫ ମେଣ୍ଟେନ କରିବା ଲୋକମାନଙ୍କୁ, ଏତିକି ଏତିକି ମୁଦି ପିନ୍ଧିବା ଲୋକମାନଙ୍କୁ, ଆଇଫୋନ ଧରିବା ଲୋକମାନଙ୍କୁ, 15,000 ସୁଟ ପିନ୍ଧିବା ଲୋକମାନଙ୍କୁ ଦେଲେ ଆପଣଙ୍କର ଇଚ୍ଛା, ମୁଁ ମନା କରୁନାହିଁ। ଆପଣଙ୍କର ମନ ସେଇଟା ମୁଁ ଦେଖାଉଛି, ବାକ୍ୟ ଦେଖାଉଛି ଆପଣ ମାନଙ୍କୁ। ଓକେ, ନାଇଁ ଯୋଉ ଧନୀ ମାନେ ସେମାନଙ୍କର ସେବା କାର୍ଯ୍ୟ ନ୍ୟାଯ୍ୟ ଲାଗୁଛି କି ଆପଣଙ୍କୁ? ଆପଣଙ୍କର ସ୍ୱାର୍ଥ ପାଇଁ କେବେ ଦିଅନ୍ତୁନି ଆଜ୍ଞା। ସେମାନେ ବଡ ପ୍ରେୟର ଟାୱାର ଅଛି, ପୁଣି ସେମାନେ ଫାଷ୍ଟିଂ କରିକି ପ୍ରେୟର କରିବା, ପୁଣି ତାଙ୍କୁ ଦେଇଦେଲେ ପ୍ରାର୍ଥନା କରୁ, ଏମିତି କର ନାହିଁ। ଦାନ ଦେଲା ବେଳେ ଆପଣଙ୍କର ସ୍ୱାର୍ଥ ପାଇଁ ଦେଲେ ଆପଣ ବିଜନେସ କରଲା ପରି ହେବ, ସେମିତି ନାହିଁ। ଦେଖିକି ଦିଅନ୍ତୁ, ରୁଲ କିଛି ନାହିଁ, ନୂତନ ନିୟମର ନିୟମ କିଛି ନାହିଁ। ତଥାପି ଉତ୍ତମ ଭୂମିରେ ପଡିଥିବା ବୀଜ 30, 60, 100 ଗୁଣ ଫଳିଲା। ପୁଣି ଉତ୍ତମ ଭୂମିରେ ପଡିଲେ ବି ସବୁ ସମାନ 100ଟା ଫଳ ଫଳି ନାହାନ୍ତି। 100 ଗୁଣ, 30, 60 ଉତ୍ତମ ଭୂମି। କୋଉ ମନରେ ଦେଲେ କି, କୋଉ ଉଦ୍ଦେଶ୍ୟରେ ଦେଲେ କି, କୋଉ କପଟପଣରେ ଦେଲେ କି, କୋଉ ବିଜନେସ ଆଇଡିଆରେ ଦେଲେ କି, ସେଇ ହିସାବରେ ଥାଏ। ତେଣୁକରି ଦେଇକି ସମସ୍ତେ ବି ଆଶୀର୍ବାଦ ପାଉନଥିବେ। ଓକେ ଆଜ୍ଞା, ଆମେ ଦେଉ, ତା ଫଳରେ କିଛି ଆଶା କରୁନୁ ଆମେ, କରିନୁ ଆମେ। ଆଉ ଯେତେବେଳେ କିଛି ମଙ୍ଗଳ ହୁଏ ଆମ ଲାଇଫରେ, ଖୁସି ହେ ପ୍ରଭୁ ପ୍ରେଜ ଦ ଲର୍ଡ ବୋଲି କହୁ। ଆଉ କେବେ ବି ଭାବୁନୁ ଆମେ ଦେଲାରୁ ପ୍ରଭୁ ଦେଲେ ବୋଲି, କେବେ ବି ଭାବିନୁ, କହିବୁ ବି ନାହିଁ। କେବଳ ଅନୁଗ୍ରହ ବୋଲି ମାନୁ, ବାସ୍ ସେତିକି। ଆମର କଥା କହୁଛି, ଦେବାରେ ସଙ୍ଗୀତ ନମ୍ବର 1 ଥାଏ, ଫର୍ଷ୍ଟ ଥାଏ ସବୁବେଳେ, ସବୁବେଳେ ଫର୍ଷ୍ଟ ଥାଏ। ଆଉ କେବେ ବି ଆମେ ଏତିକି ଦେଲାରୁ ଆଉ ପ୍ରଭୁ ଆମକୁ ଏତିକି ଯୋଗାଇଲେ ବୋଲି ଆମେ କେବେ ସାକ୍ଷ୍ୟ କହିନୁ। ଏଟା ବିଜନେସ ମାଇଣ୍ଡ। ଏଟା ଯାହା ବି ଦେଇପାରିଲୁ ଦେଲୁ, ତା ପଛରେ ଲାଇଫରେ କିଛି ମଙ୍ଗଳ ହେଲା ବୋଲି କହିଲେ ଆମେ ଦାନ ଦେଲାରୁ ହିଁ ମିଳିଲା ବୋଲି କେବେ ଭାବିନୁ। ଆମେ ଆମେ ଭାବୁ ପ୍ରଭୁଙ୍କର ଅନୁଗ୍ରହ ବାସ୍। ନା ଆମର ଯୋଗ୍ୟତା, ନା ଆମର କର୍ମ, ନା ଆମର ପ୍ରାର୍ଥନା, ନା ଆମର ଫାଷ୍ଟିଂ ପ୍ରେୟର, ନା ଆମର ସମର୍ପଣ ଜୀବନ, କିଛି ନାହିଁ। ଅନୁଗ୍ରହ, ଓନ୍ଲି ଗ୍ରେସ୍। ଆମେ କେବେ ବି ଯୋଗ୍ୟ ହେଇପାରିବୁନି ଆଜ୍ଞା। କମ ସେ କମ ପ୍ରଭୁଙ୍କର ଆଗମନ ପର୍ଯ୍ୟନ୍ତ ସେ ତାଙ୍କରି ବିଚାର ଆସନ ସମ୍ମୁଖରେ ଠିଆ ହେଇକି ଆମେ ତାଙ୍କ ଗୋଡ ପାଖରେ ଅଯୋଗ୍ୟ ହେଇକି ପଡିଲା ବେଳେ ସେ ଆମ ମାନଙ୍କୁ ଆଲିଙ୍ଗନ କରି ଉଠାଇକି ହେ ବିଶ୍ୱସ୍ତ ଦାସ ବୋଲି ସେ ଆମମାନଙ୍କୁ ପ୍ରଶଂସା କରିକି ଆମମାନଙ୍କୁ ଆପ୍ରିସିଏଟ କରିକି ମୁକୁଟ ଦେବା ପର୍ଯ୍ୟନ୍ତ ସେତେବେଳେ ବି ନିଜକୁ କେବେ ଆମେ ଯୋଗ୍ୟ ମାନିବା କଥା ନାହିଁ। ଆକ୍ଚୁଆଲି ମାନିବା ବିଷୟ ନେଇ ଏଇଟା, ଆମେ ତ ନାହିଁ ଆଉ। ସେ ତାଙ୍କର ଅନୁଗ୍ରହରୁ ପ୍ରେମ କଲେ ବୋଲି ବଞ୍ଚିଗଲୁ ନା ଆଉ। ପ୍ରେଜ ଦ ଲର୍ଡ। ତେଣୁ ଏଇଟା ରହିଲା, ଯୋଉ ଅବସ୍ଥା ଭିତରକୁ ଯାଆନ୍ତୁନି ଆଜ୍ଞା। ଆରାମରେ ରହୁନାହାନ୍ତି, ବାଧ୍ୟରେ ପ୍ରଭୁଙ୍କୁ ପ୍ରେମ କର, ଭୟ ଦୂର ହେବ। ପ୍ରଥମ ଜହନରେ ପଢିଥିଲେ ଆମେ, ସିଦ୍ଧ ପ୍ରେମ ଭୟକୁ ଦୂର କରେ। ଡୋଣ୍ଟ ଫିୟର, ଏଇଟା କରିନୁ, ଆଜି ଗିର୍ଜା ଯାଇନୁ, ଓକେ, ନ ଯିବାର ଯୋଉ ଗିଲ୍ଟି ଫିଲିଂ ଥାଉଛି, ଭେରି ଗୁଡ, ଗିଲ୍ଟି ଫିଲିଂ ଥିବା କଥା। ଗୋଟେ ମାସ ଦେଇ ପାରିଲୁ ନାହିଁ, ହଁ ଅଭିଶାପ ଆସିବ, ମଲାଖିରେ ଯାଉନି ମଲାଖି ପାଖକୁ, କିନ୍ତୁ ଦେଇ ପାରିଲ ନାହିଁ ବୋଲି ବା ଯୋଉଟେ ଗିଲ୍ଟି ଫିଲିଂ ଅଛି ସେଟା ରଖିଥାଅ। ସେଟା ଥିବ ଦର ସରି ପ୍ରଭୁ, ନେକ୍ସଟ ଟାଇମ ଡେଫିନେଟଲି ଦେବି। ପୁରାତନ ନିୟମ କଣ କହେ? ଗୋଟେ 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 ମାସ, ଗୋଟେ ଥର 10 ମାସ ଦେଇ ନ ପାରିଲେ 5% ମିଶାଇକି ଦେବା କଥା, ଲେବିୟରେ ଲେଖା ଅଛି। ମୁଁ କହିଲି ନା, ଏସବୁ ଦେଖାଇବା ଦରକାର ନାହିଁ। ଆପଣ ମାନଙ୍କୁ ଖୁସିରେ ଦିଅନ୍ତୁ। ପ୍ରଭୁ କାହାରି ଋଣ ରଖନ୍ତି ନାହିଁ। ଆପଣଙ୍କୁ କହୁଛି, ବଳି ନୈବେଦ୍ୟ ଏଇଟା ଫଲୋ କରୁନାହିଁ, ସୁନ୍ନତ ନିୟମ କିଛି ନାହିଁ, ବିଶ୍ରାମ ବାର ବୋଲିବାଟେ କିଛି ନାହିଁ। ଯେତେ ଥର ପ୍ରାର୍ଥନାର ସଭା ଆପଣଙ୍କୁ ଆସୁଛି, ଶୁଣୁ ଯାଆନ୍ତୁ,
ସୁବିଧା କରିକି ଯାଆନ୍ତୁ। ସହଭାଗିତା ଇମ୍ପୋର୍ଟାଣ୍ଟ। ଆପଣଙ୍କ ପାଇଁ ପ୍ରାର୍ଥନା କରିବା 4 ଜଣ ଇମ୍ପୋର୍ଟାଣ୍ଟ। 4 ଜଣଙ୍କ ସହିତ ମିଶିକି ଉପାସନା କରିବାରେ ବଳ ଅଛି, ତେଣୁକରି ଯିବାର। ରବିବାର ଉପାସନା ହଉ କି ୱିକଲି ପ୍ରୋଗ୍ରାମସ୍ ହଉ କି ସଭା ହେଉ, ଜୁମ୍ ବି ହେଉ। ପାଉଲ କୁହନ୍ତି ସୁନ୍ନତବାଦୀ ମାନଙ୍କ ଠାରୁ ସାବଧାନ। ସେମାନେ କଣ ସୁନ୍ନତବାଦ କରିକି ସେମାନେ ଭକ୍ତି ଦେଖାଇବେ, ଆମେ ପରା। କାହିଁ ସେଟା ପଢିଦେବା 3:3, ଫିଲିପି 3:3। କାରଣ କାରଣ ଆମ୍ଭେ ଆମ୍ଭେମାନେ ପ୍ରକୃତରେ, ମୁଁ ପଢିଛି ବେଟା, କାରଣ ଆମ୍ଭେମାନେ ପ୍ରକୃତର ସୁନ୍ନତ ପ୍ରାପ୍ତ, ଆମ୍ଭେମାନେ ଈଶ୍ୱରଙ୍କ ଆତ୍ମାରେ ଉପାସନା କରୁ। ବ୍ୟବସ୍ଥା ବିଧି ବିଧି ବିଧାନ ଦେଖିକି, ପ୍ରଥା ପରମ୍ପରା ନିୟମ କାନୁନ ଦେଖିକି ଦାନ୍ତ କାମୁଡିକି ଜୋରରେ ଜବରଦସ୍ତି କରୁନୁ, ଆମେ ଆତ୍ମାରେ ଉପାସନା କରୁ। ମନ ପରିବର୍ତ୍ତନ କରୁଛୁ, ଆତ୍ମିକ ସୁନ୍ନତ ହେଇଛୁ। ଆମମାନେ ଯାହା ପରମେଶ୍ୱରଙ୍କୁ ଇଚ୍ଛା ନାହିଁ ତାହା କାଟି ଦଉଛୁ ଲାଇଫରୁ। ତେଣୁକରି ଆମେ ସୁନ୍ନତ ପ୍ରାପ୍ତ, ପ୍ରକୃତ ସୁନ୍ନତ ପ୍ରାପ୍ତ। ଆମ୍ଭେମାନେ ଈଶ୍ୱରଙ୍କର ଆତ୍ମାରେ ଉପାସନା କରୁ, ପୁଣି ବାହିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଦର୍ପ କରୁ। ବା, କାହାରି ଲାଗି? ମଶାଙ୍କର ବ୍ୟବସ୍ଥା ଲାଗି କି ନା, ଯୀଶୁଙ୍କର ଲାଗି। କଣ ମିଳିଲା? ଅନୁଗ୍ରହ ମିଳିଲା। ବଳି ଦେଇନୁ, କ୍ଷମା ପାଇଲୁ। ପ୍ରେଜ ଦ ଲର୍ଡ। ମୁକ୍ତ ହେଲୁ, ଧାର୍ମିକ ଗଣିତ ହେଲୁ, ପବିତ୍ରୀକୃତ ହେଲୁ, ଗ୍ରହଣିତ ହେଲୁ। ଆଜ୍ଞା, କାହାର ଲାଗି? ବ୍ୟବସ୍ଥା ଲାଗି ନା, ଯୀଶୁଙ୍କର ଲାଗି।